ଏଇଟା ଯୋଉ ପୁରୁଷ ଜଣକ ଥିଲେ ସେ ହଉଛନ୍ତି ମିରିଗ ମୁଣ୍ଡା ଆମର ସଦର ଥାନା ଏରିଆର। ଆଉ ଯୋଉ ମହିଳା ଜଣକ ଥିଲେ ସେ ହଉଛନ୍ତି କୁଲିଆ ଗ୍ରାମ ନିବାସୀ ଶାସନ ଥାନା ଏରିଆରେ। ତ ଏମାନେ ଯେତେବେଳେ ପାଠ ପଢ଼ୁଥିଲେ ସେଇ ଦିନଠୁ ତାଙ୍କର ଏଫଆଇଆର ଡେଭଲପ କରିଥିଲା। କିନ୍ତୁ ପୁରୁଷର ତାର ମା ଯେତେବେଳେ ସେ 8 କ୍ଲାସ୍ ପଢ଼ୁଥିଲା ସେତେବେଳେ ସେ ତା ମଦର ଡେଥ୍ କରିଯିବାରୁ ସେ ପଳେଇଥିଲା ମହାରାଷ୍ଟ୍ରକୁ ବାକି ପିଲାମାନଙ୍କ ସାଙ୍ଗରେ ଆଉ ସେଠି କାମ କରୁଥିଲା। ୟାରି ଭିତରେ ଯେଉଁ ମହିଳା ଜଣକ ଜଣେ ବରେପାଲିର ଜଣକୁ ବାହା ହେଇ ପଡ଼ିଥିଲା। ଆଉ ତାର ଗୋଟେ ଏବେ 10-11 ବର୍ଷର ଗୋଟେ ଝିଅଟେ ବି ଅଛି। କିନ୍ତୁ ମହିଳାର ସ୍ୱାମୀ କିଛି ଦିନ ପରେ ବାହା ହେବାର କିଛି ଦିନ ପରେ ଆଉ ଗୋଟିଏ ଝିଅକୁ ଭଲ ପାଇ ସେ ତା ସାଙ୍ଗରେ ପଳେଇଗଲା। ତ ଏଇ ଯେଉଁ ମହିଳା ଜଣକ ତାଙ୍କ ଗାଁରେ ଏକୁଟିଆ ରହୁଥିଲେ ତାର ବାପା ମା ସାଙ୍ଗରେ ତାର ଭାଇମାନଙ୍କ ସାଙ୍ଗରେ। ଆଉ ତାଙ୍କର ବୟସ ପ୍ରାୟ 25-26 ହେବ। ଆଉ ପୁରୁଷ ଲୋକର ଏଇ ଯେଉଁ ଏଇ କେସ୍ରେ ଯିଏ ଇନଭଲ୍ଭ ଅଛନ୍ତି ତାଙ୍କର 28 ବର୍ଷ ହେବ। ସେ ମହାରାଷ୍ଟ୍ରରୁ ଫେରି ଏଠି ଶ୍ୟାମ ମେଟାଲିକ୍ସରେ କାମ କରନ୍ତି। କାଳକ୍ରମେ ଦୁଇ ଜଣଙ୍କ ସମ୍ପର୍କ ପୁଣି ହେଇଛି। ପୁରୁଣା ସ୍ମୃତିକୁ ମନେ କରିକି ସେମାନେ ପୁଣି ଗୋଟେ ଜାଗାରେ ରହିବା ପାଇଁ ଠିକ୍ କଲେ। ପ୍ରାୟ ବର୍ଷେ 1.5 ବର୍ଷ ହେଲା ସେମାନେ ଗୋଟେ ଜାଗାରେ ରେଙ୍ଗାଲିର ତାଳଭଟ୍ଟା ସାଲେଭଟ୍ଟାରେ ଭଡ଼ା ନେଇକି ରହୁଥିଲେ। ରହିବା ଭିତରେ ଯେତେବେଳେ ବର୍ଷେ 1.5 ବର୍ଷ ହେଇଗଲା କିଛି ଛୁଆ ପିଲା ହେଉନଥିଲା, ତ ପୁରୁଷର ତାର ମାଉସୀମାନେ ଯେତେବେଳେ ଆସନ୍ତି କି ମଉସାମାନେ ଆସନ୍ତି ତାଙ୍କର କିଛି ବନ୍ଧୁବାନ୍ଧବ ଆସନ୍ତି, ଛୁଆ ପିଲା ହେଇଥିଲେ ଏବେ ଭଲ ହେଇଥାନ୍ତା ତାକୁ କହନ୍ତି। ତ ସେ କହିବା ଭିତରେ ଏ ମହିଳା ଜଣକୁ ଟିକେ ଶକ୍ ଲାଗିଛି। ଆଉ ସେ ଚେଷ୍ଟା କରିଛି କେମିତି ଗୋଟେ ଛୁଆଟେ ଆଣିବା ପାଇଁ। ତାରି ଭିତରେ ବି ସେ ପ୍ରେଗନେଣ୍ଟ ହେଇଥିଲା ଥରେ। କିନ୍ତୁ ସେ ପ୍ରେଗନେଣ୍ଟଟା ତାର ନଷ୍ଟ ହେଇଗଲା ପରେ ସେ କିଛି ସେ ଘରେ ଆଉ କହିନି ଯେ ମୋ ଗର୍ଭାବସ୍ଥା ନଷ୍ଟ ହେଇଯାଇଛି କହିକି। ସେ ସବୁବେଳେ କହିଛି ଯେ ମୁଁ ଏବେ ଗର୍ଭଧାରଣ କରିଛି କହିକି। ଯେତେବେଳେ ସେ ବୁର୍ଲାକୁ ଗଲା ରବିବାର ଦିନ ତାର ପେଟ ବଥା ହେଉଥିଲା ଆଉ ସେ ଟ୍ରିଟମେଣ୍ଟ ପାଇଁ ଯାଇଛି। ସେ ଏଇ ଯେଉଁ ଆମର ଯେଉଁ ଛୁଆକୁ ନେଇଯାଇଥିଲା ସେ ଛୁଆର ମାଉସୀ ସାଙ୍ଗରେ ଦେଖା ହେଇଛି। ମାଉସୀ ସାଙ୍ଗରେ ଦେଖା ହେଲା ପରେ ସେ ତା ସାଙ୍ଗରେ ଘନିଷ୍ଠତା ସମ୍ପର୍କ ସ୍ଥାପନ କରିଛି। ଆଉ ସେ ଛୁଆକୁ ଟୀକା ଦେବା ପାଇଁ ନେବା କିମ୍ବା କୌଣସି କାମ କଲେ ସେ ଛୁଆକୁ ନିଜେ ଧରିବ ଆଉ ସେ ବାହାରକୁ ନେଇକରି ଯିବ, ବୁଲାବୁଲି କରିକି ବି ଆଣିବ। ସେ ଭିତରେ ସେ ଛୁଆକୁ ତାର ରଖିବା ପାଇଁ ତାକୁ ଲୋଭ ହେଇଗଲା। ଆଉ ସୁଯୋଗ ଦେଖି ସେ ତାର ସ୍ୱାମୀକୁ ଡାକି ଦେଇଛି। ସେ ରବିବାର ଦିନ ତା ସ୍ୱାମୀ କହିଛି ଯେ ମୋର ଗୋଟିଏ ପୁଅଟେ ହେଇଛି କହିକି। ହେଲେ ସେ କାମରେ ଥିଲା, କାମରେ ଆସିକି ସୋମବାର ଦିନ ଆସିକିରି ସେ ଛୁଆର ରହିବାକୁ ପଡ଼ିବ କି ହସ୍ପିଟାଲରେ ତାର ସପ ତାର ବାକି ଡ୍ରେସ୍ ପତ୍ର, ସେ ସ୍ତ୍ରୀ ଲୋକ ପାଇଁ ଗୋଟେ ଶାଢ଼ୀ, ଯେହେତୁ କହିଛି ଯେ ଶାଢ଼ୀଟା ମୋର ନଷ୍ଟ ହେଇଯାଇଛି ଶାଢ଼ୀ ଗୋଟେ ଆଣିଦେବ କହିକି। ତ ଗୋଟେ ଶାଢ଼ୀ ବି ଆଣିଥିଲା ଯେଉଁଟାକି ସେ ଚେଞ୍ଜ କରିଥିଲା ସେଇଦିନ। ଆଉ ଆଉ ତା ସ୍ୱାମୀ ଆସିକରି ପହଞ୍ଚିଲା ପରେ ଛୁଆ କାହିଁ କହିବାରୁ ସେ ସ୍ତ୍ରୀ ଲୋକ କହିଛି ଯେ ଛୁଆଟା ତା ମୁହଁରେ ମଇଳା ପଶି ଯାଇଥିଲା, ତେଣୁ ତାକୁ ICUରେ ରଖାହେଇଛି ଆଉ ତା ଟ୍ରିଟମେଣ୍ଟ ଚାଲିଛି। ତେଣୁକରି ସେମାନେ ସେ ପେଡ଼ିଆଟ୍ରିକ୍ ୱାର୍ଡ଼ ପାଖରେ ଗୋଟେ ବାରଣ୍ଡାରେ ଶୋଇଥିଲେ ସେଦିନ ରାତିରେ। ଆଉ 26 ତାରିଖ ଦିନ ସୁଯୋଗ ଦେଖିକି ସେ ଛୁଆକୁ ନେଇକି ବାହାରି ଯାଇଛି ବାହାରକୁ, ଯେଉଁଟାକି ତା ସ୍ୱାମୀ ସାଙ୍ଗରେ ନେଇକରି ପଳେଇଲେ ତାଙ୍କ ଗାଁକୁ। ଏଇଟା ଆମେ ଯେହେତୁ ଗୋଟେ ମାଆର ମମତା ଥିଲା ଆଉ ସେ ବିଶ୍ୱାସ କରି ଆସିଥିଲା ଓଡ଼ିଶାକୁ ଚିକିତ୍ସା ହେବା ପାଇଁ। ଓଡ଼ିଶାର ଚିକିତ୍ସାରେ ସେ ବହୁତ ଭଲ ହୁଏ କହିକି ଶୁଣିଥିଲା। ତେଣୁକରି ସେ ଆସିଥିଲା ବୁର୍ଲାକୁ। ଏଇ ଯେଉଁ ତାର ମମତା ଆଉ ଆମର ଓଡ଼ିଶାର ଚିକିତ୍ସା ପଦ୍ଧତି ଉପରେ ବିଶ୍ୱାସ ଥିବାରୁ ଆମକୁ ଆମ SP ଶ୍ରୀ ମୁକେଶ ଭାମୁ ସାର୍ ଆଉ IG
ଶ୍ରୀ ହିମାଂଶୁ ଲାଲ ସାର୍ ଆମର ଗୋଟେ ମିନିଟ୍ରେ ଆମକୁ ଗାଇଡ଼ କରୁଥିଲେ ଆଉ ଟିମ୍ ବି ଫର୍ମେସନ୍ କରିଦେଇଥିଲେ ଆଉ ଗାଇଡ଼ କରୁଥିଲେ କେମିତି ଛୁଆଟା ଜଲ୍ଦି ରିକଭରି କରିବା ପାଇଁ। ତାଙ୍କ ତତ୍ତ୍ୱାବଧାନରେ ଆମେ ଛୁଆଟାକୁ ରିକଭରି କରିକି ପୁଣି ହସ୍ପିଟାଲକୁ ଆଣିଥିଲୁ। ହସ୍ପିଟାଲରେ ତାକୁ ପେଡ଼ିଆଟ୍ରିକ୍ ୱାର୍ଡ଼ରେ ତାକୁ ଆଡ଼ମିଟ୍ କରାହେଇଥିଲା ଆଉ ସେ 2 ଜଣକୁ ଏବେ ଆପ୍ରିହେଣ୍ଡ କରାହେଇଛି ଆଉ ପଚରାପଚରି କରିକି ପୁଣି ତାଙ୍କୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। 2 ଜଣ ହେଇଛନ୍ତି। ହଁ କୋର୍ଟ ଚାଲାଣ କରାଯିବ ତାଙ୍କର।